ମା ଆମେ ଆଜି ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 262। ଆପଣାର ସତତ କ୍ରମବର୍ଦ୍ଧମାନ ଅବବୋଧର ଆଲୋକ ଦ୍ୱାରା ପରିଚାଳିତ ହୋଇ ହିଁ ତୁମେ ଯାହା କିଛି ଦେଖିବ ଏବଂ ଯାହା କିଛି କରିବ। ମାତ୍ର କେବଳ ଯୁକ୍ତିମାନ ବାଡ଼ି ଦେଇ ପାରୁଥିବା ତୁମ ମସ୍ତିଷ୍କର ଅବବୋଧ ଦ୍ୱାରା ପରିଚାଳିତ ହୋଇ କିଛି ଦେଖିବ ନାହିଁ କିମ୍ବା କିଛି କରିବ ନାହିଁ। ଭଗବାନ ହୃଦୟ ସହିତ ହିଁ କଥାବାର୍ତ୍ତା ହୁଅନ୍ତି, ଯେତେବେଳେ ମସ୍ତିଷ୍କ ତାଙ୍କୁ ମୋଟେ ବୁଝିପାରେ ନାହିଁ। ପ୍ରଥମେ କହିଲେ ଯେ କ୍ରମବର୍ଦ୍ଧମାନ ଅବବୋଧର ଆଲୋକ ଦ୍ୱାରା ତୁମେ ପରିଚାଳିତ ହେବ। ଏଇ ଯୋଉ ଆମେ ସାଧାରଣତଃ ଯେହେତୁ ଆମ ପାଖରେ ମଣିଷ, ଆମ ପାଖରେ ମନ ଅଛି, ଆମେ ମନ ଦ୍ୱାରା ପରିଚାଳିତ ହଉଛନ୍ତି। କିନ୍ତୁ ସବୁବେଳେ ଆପଣ ଦେଖିବେ ଅନେକ ଜିନିଷ ମନର ଲିମିଟ ଭିତରେ ନଥାଏ, ସେ ବୁଝିପାରେନି। ମନ ବା ମସ୍ତିଷ୍କ, ଏଠି ଯୋଉ ମସ୍ତିଷ୍କ କଥା କୁହାହଉଛି, ପ୍ରଭୁ ଲେଖୁଛନ୍ତି ତୁମ ମସ୍ତିଷ୍କର ଅବବୋଧ ଦ୍ୱାରା ପରିଚାଳିତ ହୋଇ କିଛି ଦେଖିବ ନାହିଁ। ମସ୍ତିଷ୍କ କେମିତି ଦେଖେ, ଯଦି ସେତିକି ବି ଆମେ ଜାଣିଯିବା, ତାହେଲେ ଆମେ ତା କଥାଟାକୁ ପୁରା ପୂର୍ଣ୍ଣତଃ ସତ୍ୟ ବୋଲି ଗ୍ରହଣ କରିବା କି ନାହିଁ, ସେ ବିଷୟଟା ଆମେ ଜାଣିଦବା। ଏଠି ମସ୍ତିଷ୍କ କଣ କରେ? ସିଏ ପୁସ୍ତକଗତ କିଛି ଜ୍ଞାନ, ଯୋଉ ପୁସ୍ତକରେ ତାର ଯେତିକି ସିଏ ଅଧିକାର କରିଛି ସେତିକି, କିମ୍ବା ତାର ଅନୁଭୂତି, ପୁସ୍ତକଗତ ଜ୍ଞାନକୁ ଆମେ କହୁଛନ୍ତି ଇନଫର୍ମେସନ ବା ତଥ୍ୟଗତ ଜ୍ଞାନ, ତାକୁ ସିଏ କହେ ନଲେଜ। ପ୍ରକୃତରେ ସେଗୁଡାକ କଣ କି? ସେଗୁଡା ଖାଲି ଇନଫର୍ମେସନ। ଆପଣ ଯାହା ବି ଗ୍ରହଣ କରୁଛନ୍ତି, ଆପଣ କହୁଛନ୍ତି ଏଇଟା ବରଗଛ, ସେଇଟା ଆମ୍ବ ଗଛ, ଏଇଟା ପଥର, ସେଇଟା ମୋବାଇଲ, ଏଗୁଡା କଣ କି? ଆପଣ ଯାହାକୁ ବରଗଛ କହୁଛନ୍ତି, ଅନ୍ୟ କିଏ ଜଣେ ତାକୁ ବରଗଛ ନ କହିପାରି ଆଉ ଗୋଟେ ଗଛ କଣ ନା କହିବେ। ଇଂରାଜୀରେ ତାର ଆଉ ଗୋଟେ ନା, ହିନ୍ଦୀରେ ଆଉ ଗୋଟେ ନା, ସଂସ୍କୃତରେ ଗୋଟେ ନା, ସାଇଣ୍ଟିଫିକାଲ ନେମ୍ ହେଲେ ଆଉ ଗୋଟେ ନା। ତାମାନେ ପ୍ରକୃତ କଥା କହିବାକୁ ଗଲେ ତଥ୍ୟଗତ ଜ୍ଞାନ ହିସାବରେ ଆମେ ତାକୁ ଆମ ଓଡ଼ିଆ ଭାଷାରେ ଗୋଟିଏ, ସେମାନେ ତାଙ୍କ ଭାଷାରେ ଆଉ ଗୋଟେ କହୁଛନ୍ତି। ପ୍ରକୃତରେ ଗଛଟା କଣ, ଯାହାକୁ ମୁଁ ଗଛ ବୋଲି କହୁଛି, ସେଇଟା କଣ, ସେ ବିଷୟରେ ପ୍ରକୃତ ଜ୍ଞାନ ହାସଲ କରିବା ପାଇଁ ଆମର ବ୍ରେନ ସମର୍ଥ ନୁହେଁ। କାହିଁକି ନା ସିଏ ଯେତିକି ପୁସ୍ତକ, ଏକ୍ସପିରିଏନ୍ସ, ବାହାର ଲୋକଙ୍କ ଠାରୁ ଶୁଣିଛି, ତାକୁ ନେଇକି ସେ ବିଚାର କରେ। ଜୀବନର କିଛି ବର୍ଷ ଅତିକ୍ରାନ୍ତ ହେଇଗଲା ପରେ ତାର କିଛି ଅନୁଭୂତି ଆସେ, ତାକୁ ସେ କଣ କରେ, ସର୍ବମାନ୍ୟ କରିକି ତାରି ଅନୁସାରେ ପରିଚାଳିତ ହୁଏ। କିନ୍ତୁ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛି, ସେ କେତେ ପରିସ୍ଥିତି ଦେଖିଛି, ତାହା ବି ଲିମିଟ। କାହିଁକିନା ସମଗ୍ର ବିଶ୍ୱରେ କେତେ କେତେ ଘଟଣା ଘଟୁଛି। ତେଣୁ ମସ୍ତିଷ୍କ ଯାହା କହିବ ତାହା ଏକ ସଂକୀର୍ଣ୍ଣତାକୁ ବେଶ କରିକି କହିଥାଏ। ତେଣୁ ସିଏ ସବୁ କଥାକୁ କେବେ ବୁଝିପାରିବ ନାହିଁ। ତେଣୁ ଯଦି ଏଇ ଭାବରେ ବି ଆମେ ଯଦି ବୁଝିବା, ତେବେ ମସ୍ତିଷ୍କ ଯୋଉ କଥାଟି କହୁଛି ତାକୁ ଆମେ ଗ୍ରହଣ କରୁଛୁ ତାହା ସତ୍ୟ, କିନ୍ତୁ ମନେ ରଖିବା ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଏପରିକି ଅନେକ ସମୟରେ ସତ୍ୟର ବିପରୀତ ମଧ୍ୟ ହେଇଥାଇପାରେ। ଆପେକ୍ଷିକ ସତ୍ୟ ବି ନ ହେଇଥାଇପାରେ, ଆପେକ୍ଷିକ ସତ୍ୟ ହେଇଥାଇପାରେ ଏବଂ ଆପେକ୍ଷିକ ସତ୍ୟ ନ ହେଇଥାଇ ପାରେ, କିନ୍ତୁ ପୂର୍ଣ୍ଣ ସତ୍ୟ ତ କେବେ ବି ନୁହେଁ। ସେଇଥିପାଇଁ ପ୍ରଭୁ ଲେଖୁଛନ୍ତି, ତୁମେ କଣ କର, ଯିଏ ଅଗ୍ରଗତି କରୁଛି ଆମ ଭିତରେ, ଯିଏ ସବୁବେଳେ କ୍ରମବର୍ଦ୍ଧମାନ ବା କ୍ରମବର୍ଦ୍ଧିଷ୍ଣୁ, ତାରି କଥାଟି ତମେ ଶୁଣ ଏବଂ ତାରି ଧାରଣାଟିକୁ ତୁମେ ଗ୍ରହଣ କରିବା ପାଇଁ, ଶୁଣିବା ପାଇଁ ପ୍ରଯତ୍ନ କର। କାହିଁକି ନା ତାପରେ କହୁଛନ୍ତି ଭଗବାନ ହୃଦୟ ସହିତ ହିଁ କଥାବାର୍ତ୍ତା ହୁଅନ୍ତି, ଯେତେବେଳେ ମସ୍ତିଷ୍କ ତାଙ୍କୁ ମୋଟେ ବୁଝିପାରେ ନାହିଁ। ମସ୍ତିଷ୍କ ତାକୁ ବୁଝିପାରେ ନାହିଁ, ସେ ସବୁବେଳେ ହୃଦୟ ସହିତ କଥା ହୁଅନ୍ତି। କାହିଁକି ନା ଆମର ଏଠି ହୃଦୟ କଥା ଯୋଉ କହୁଛନ୍ତି, ଚୈତ୍ୟ କଥା କୁହାହଉଛି, ସେଇଆକୁ ସିଏ କଣ କରେ, ଯେହେତୁ ତାର ନିଜସ୍ୱ କାର୍ଯ୍ୟ କରିବାର ଶୈଳୀ, ଧାରଣା, ଜ୍ଞାନ, ସବୁ କିଛିକୁ ସେ ପୂର୍ଣ୍ଣ ରୂପେ ସମର୍ପିତ ଭଗବତ ଉପସ୍ଥିତି ପାଖରେ। ତେଣୁ ସିଏ ଯାହା କୁହନ୍ତି ତାହା ତାଙ୍କ ଭିତରେ ପରିପ୍ରକାଶ ହୁଏ। ଯେପରି ଆମେ ସାଧାରଣତଃ ଉଦାହରଣ ଆମେ ଜାଣିଛେ, ନିଅନ୍ତି ଯେ ବଂଶୀ, ଯଦି
दुई पूरा बंशीटा हूँ पूरा पाइपटा पूरा फांका ताकू नहीं कि बंशी करहब जदि गोटे पटे भी गंठी रही जाइथिबो ताहले से आ बंशी हो पारिबो ना बंशी आ हो पारिबो ना तेणु ସେଥିପାଇଁ ମସ୍ତିଷ୍କ ଯେତେବେଳେ କଣ କରେ ଗଣ୍ଠି ଗୋଟେ ପଟେ ହେଇଗଲେ ସଂକୀର୍ଣ୍ଣ ହେଇଗଲା ସେତିକି ତା ଭିତରେ ରହିଲା ଆଉ ଅଧିକ କିଛି ରହିଲା ନାହିଁ ତେଣୁ ଭଗବାନ ହୃଦୟ ସହିତ କଥାବାର୍ତ୍ତା ହୁଅନ୍ତି ତମେ ହୃଦୟ କଥା ଶୁଣ ତାମାନେ ଚୈତ୍ୟ ସତ୍ତାରେ ବସବାସ କରିବା ଚୈତ୍ୟ କଥା ଶୁଣିବା ସେଥିପାଇଁ ଆମେ ପ୍ରଦର୍ଶନ କରିବା ଜ୍ଞାନ 263 ଏହିପରି ଭାବରେ ଏହି ସବୁ ଉପାୟରେ ଏବଂ ଅମୁକ ସମୟରେ କୌଣସି କଥା ଘଟିବ ବୋଲି ଯଦି ତୁମ ହୃଦୟ ତୁମକୁ ଆସି କହୁଥାଏ ତେବେ ତୁମେ ତା କଥାରେ ଆଦୌ ବିଶ୍ୱାସ କରିବ ନାହିଁ ମାତ୍ର ଯଦି ତାହା ତୁମକୁ ଈଶ୍ୱର ଆଦେଶର ଶୁଦ୍ଧତା ଏବଂ ପ୍ରଶସ୍ତତାର ପ୍ରଦାନ କରିବାକୁ ଆସେ ତେବେ ତାହାର ଆଦେଶକୁ ଅବଶ୍ୟ ପାଳନ କରିବ ଏଠି କହିଲେ ତାହେଲେ ଆମେ ଡିଷ୍ଟିଂଗୁଇଶ ବି କରିବା କେମିତି ଜାଣିବା କାହିଁକି ଆମେ ସାଧାରଣତଃ ହୃଦୟ କହିଲେ ବୁଝୁଛୁ ଯେ ବେଳେ ବେଳେ ଇମୋସନାଲ ହାର୍ଟକୁ ଆମେ ଗ୍ରହଣ କରିନେଉ ସଦ୍ଭାବନା ବି ହଉ କିମ୍ବା ଭାବ ପ୍ରବଣତା ହଉ ସବୁ ଯାକ ହାର୍ଟରୁ ବି ଆସେ ସେତେବେଳେ କହୁଛନ୍ତି ତୁମେ କୋଉ କଥାଟିକୁ ଶୁଣିବ ନା ଯୋଉ କଥାଟି ତୁମକୁ ପ୍ରଶସ୍ତ ଆଡକୁ ନଉଥିବ ଈଶ୍ୱର ଆଦେଶର ଶୁଦ୍ଧତା ଏବଂ ପ୍ରଶସ୍ତତା ପ୍ରଦାନ କରିବାକୁ ଆସେ ମାପକାଠି ହଉଛି କଣ ସଂକୀର୍ଣ୍ଣ ହବ କି ପ୍ରଶସ୍ତତା ଆଣି ଦଉଛି ଯେତେବେଳେ ଆମେ ଭାବାବେଗର ବଶବର୍ତ୍ତୀ ହୁଅନ୍ତି ତାହା ଆପଣ ଶ୍ରଦ୍ଧା କୁହନ୍ତୁ କାହା ପ୍ରତି ଗୋଟେ ଶ୍ରଦ୍ଧା ସ୍ନେହ ଦେଖନ୍ତୁ ଆଜ ଇଟ୍ ଇଜ ସ୍ନେହ ଶ୍ରଦ୍ଧାଟା ଲିମିଟେଡ ନୁହଁ ଆମେ କୌଣସି ବ୍ୟକ୍ତି ପ୍ରତି କେବଳ ସ୍ନେହ ଶ୍ରଦ୍ଧା କରୁଛୁ ଅନ୍ୟ କାହା ପ୍ରତି କରୁନା ସେଇଟା ହେଇଗଲା ସଂକୀର୍ଣ୍ଣତା ତେଣୁ ଏଠି ପ୍ରଭୁ କହୁଛନ୍ତି ସେଇ ସଂକୀର୍ଣ୍ଣତାକୁ ତ୍ୟାଗ କର ଏବଂ ପ୍ରଶସ୍ତତାଟାକୁ ଗ୍ରହଣ କର ଜଣେ ଯେତେବେଳେ ଶ୍ରଦ୍ଧା କରିବା ଶିଖିଛି ତେବେ ସିଏ କେବେ ପକ୍ଷପାତିତା କରିପାରିବ ନାହିଁ କାହିଁକିନା ତାର ସମସ୍ତଙ୍କ ପ୍ରତି ଶ୍ରଦ୍ଧା ରହିବ ଜଣେ ଯେତେବେଳେ ଭଲ ପାଇବା ଶିଖିଛି ତେବେ ସିଏ ବ୍ୟକ୍ତି କୈନ୍ଦ୍ରିକ ଆଉ ହେଇପାରିବ ନାହିଁ ସ୍ୱାର୍ଥ କୈନ୍ଦ୍ରିକ ହେଇପାରିବ ନାହିଁ ଯଦି ସେ ସ୍ୱାର୍ଥ କୈନ୍ଦ୍ରିକ ବା ବ୍ୟକ୍ତି କୈନ୍ଦ୍ରିକ ହେଇଛି ତେବେ ସେଇଟା ଭଲ ପାଇବା ନୁହେଁ ତାହା ପ୍ରେମ ନୁହେଁ ତାହା ହେଉଛି ନିଜର ଏକ ଭାବ ପ୍ରବଣତା ନିଜର ଆସକ୍ତି ଯୋଉଠି ଆସକ୍ତି ଥାଏ ସେଠି ପକ୍ଷପାତିତା ଥାଏ ଯୋଉଠି ଆସକ୍ତି ଥାଏ ସେଠି ଇଗୋ ରୋଲ କରେ ଅହଙ୍କାର କାମ କରେ ଯୋଉଠି ଆସକ୍ତି ଥାଏ ସେଠି ମା ରୋଲ କରନ୍ତିନି ଇଗୋ ରୋଲ କରେ ଏ ବିଷୟରେ ସଚେତନ ହେବା ପାଇଁ ପ୍ରଭୁ ଏଠି କହିଲେ ତେଣୁ ତମେ କଣ କର କୋଉ କଥାକୁ ଗ୍ରହଣ କର କହୁଛନ୍ତି ଯୋଉଟା ଈଶ୍ୱର ଆଦେଶର ଶୁଦ୍ଧତା ଏବଂ ପ୍ରଶସ୍ତତା ପ୍ରଦାନ କରିବାକୁ ଆସେ ତେବେ ତାହାର ଆଦେଶକୁ ଅବଶ୍ୟ ପାଳନ କରିବ ଏଇଟା ଜ୍ଞାନ 263 ପ୍ରଭୁ ଲେଖିଲେ ଜ୍ଞାନ 264 କହୁଛନ୍ତି ଯେତେବେଳେ ଆଦେଶ ଆସି ପହଞ୍ଚି ଯାଇଛି ସେତେବେଳେ ତୁମେ କେବଳ ସେହି ଆଦେଶର ପାଳନ କରିବ ଆଉ ସବୁ କିଛିକୁ ଭଗବାନଙ୍କର ଇଚ୍ଛା ଉପରେ ଛାଡ଼ିଦେବ କେବଳ ତାଙ୍କରି ବରାଦ ଉପରେ ଛାଡ଼ିଦେବ ସେଇ ଇଚ୍ଛା ଓ ବରାଦକୁ ଲୋକେ ଦୈବ ଘଟଣା ବୋଲି କହନ୍ତି ଭାଗ୍ୟ ଏବଂ ନିୟତି ବୋଲି ବି କହିଥାନ୍ତି ଦେଖନ୍ତୁ ଏଠି ପୂର୍ଣ୍ଣ ସମର୍ପଣର କଥା କହୁଛନ୍ତି ପୂର୍ଣ୍ଣ ସମର୍ପଣ ଯେତେବେଳେ ଯଦି ଜଣେ କରିଲା ତେବେ ତା ଭିତରେ କୌଣସି ଭାବନା ନଥାଏ କଲେ କଣ ହେବ ଭଗବାନ କହିଛନ୍ତି ବାସ୍ ସେତିକି ଯଥେଷ୍ଟ କାର୍ଯ୍ୟ କର ସେତିକି ଯଥେଷ୍ଟ ଯେତେବେଳେ ଆଦେଶ ଆସିଯାଇଛି ସେଥିପାଇଁ କୁହାଯାଉଛି ଯେତେବେଳେ ଆଦେଶ ଆସି ପହଞ୍ଚି ସାରିଛି ସେତେବେଳେ ଆଉ କୌଣସି କଥାକୁ ଚିନ୍ତା ନାହିଁ ତାହା ସାଙ୍ଗେ ସାଙ୍ଗେ ଆଜ ଇଟ୍ ଇଜ ଆମକୁ କରିବାକୁ ପଡିବ ଯଦି ତା ଭିତରେ ମୁଁ ଟିକେ ନାକରୁ କାନରୁ ଯୋଉ କଥାରେ କହନ୍ତିନି ଭାବିଲେ ତାମାନେ ସେଠି ଆପଣ ନିଜର ବ୍ୟକ୍ତିଗତ ବିଚାରକୁ ତା ଭିତରେ ଭର୍ତ୍ତି କଲେ ତାହେଲେ ତାହା ପୂର୍ଣ୍ଣ ସମର୍ପଣ ହେଇପାରିଲା ନାହିଁ ପୂର୍ଣ୍ଣ ସମର୍ପଣ ହେଇଥିଲେ କଣ ହବ ନା ଭଗବାନ ଦାୟିତ୍ୱ ନେଇଯାଆନ୍ତି ଯେତେବେଳେ ଜଣେ ତାଙ୍କ ପାଖରେ ପୂର୍ଣ୍ଣ ସମର୍ପିତ ହେଇଯାଇଛି ସେତେବେଳେ ଭଗବାନଙ୍କର ମାଙ୍କର ଦାୟିତ୍ୱଟା ବଢିଯାଏ ତେଣୁ ତାପରେ କଣ ହବ ଆଉ କିଛି ଚିନ୍ତା ନାହିଁ ସିଏ ତାଙ୍କର ଯାହା କରିବା କଥା କରିବେ ଏଠି ପ୍ରଭୁ କହୁଛନ୍ତି
ସେଇ ଇଚ୍ଛା ଓ ବରାଦକୁ ଭଗବାନଙ୍କ ଉପରେ ଛାଡି ଦିଅ। ଲୋକେ ତାକୁ ଦୈବ ଘଟଣା ବୋଲି କହନ୍ତି। ଏଠି ମା ତାର ଏଇ ତିନିଟା ଯାକର ମା ସାରାଂଶରେ ଯୋଉଟା କହୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ କେବଳ ନିରବ ମନର କ୍ଷେତ୍ରରେ ହିଁ ଈଶ୍ୱରଙ୍କର ଆଦେଶକୁ ଶୁଣିପାରିବା ସମ୍ଭବ ହୋଇଥାଏ। ଯୋଉଟା ଜ୍ଞାନ 262ରେ କହିଲେ ଯେ ମସ୍ତିଷ୍କ କଥା ଶୁଣ ନାହିଁ, ତାହେଲେ ସାଇଲେନ୍ସ ମାଇଣ୍ଡ, ନିରବ ମନ ଯଦି ହେଲା, ତାହେଲେ ତା ଭିତରେ ହିଁ ଭଗବାନ ଯାହା ଚାହୁଁଥିବେ ତାହା ଅବିକୃତ ଭାବରେ ପରିପ୍ରକାଶ ହେଇପାରିବ। ତେଣୁ ଜ୍ଞାନ ଲାଭ କରିବାର ଅସଲ ମାର୍ଗଟି ତାହା ଯାବତୀୟ ଶବ୍ଦ ଏବଂ ଯାବତୀୟ ଭାବନାର ଅନେକ ଊର୍ଦ୍ଧ୍ୱରେ। ଏହି ଘଟଣାଟି ଘଟିଲା ବେଳେ ତାହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ, କାରଣ ପ୍ରଥମେ ହିଁ ଈଶ୍ୱରଙ୍କର ଆଦେଶଟିକୁ ଜାଣି ହୁଏ ଓ ତାପରେ ଯାଇ ତାହାକୁ ବର୍ଣ୍ଣନା କରି କହିବାର ଶବ୍ଦ ଗୁଡ଼ିକ ଉପଲବ୍ଧ ହୁଏ। ଜଣେ ଯେତେବେଳେ ନୀରବ ହେଇଯାଏ, ସାଇଲେନ୍ସ ହେଇଯାଏ, ସେତେବେଳେ ସେ ଈଶ୍ୱରଙ୍କର ଆଦେଶକୁ ଶୁଣିପାରେ, ତାକୁ ପରିପ୍ରକାଶ କରିବା ପାଇଁ ତାପରେ ଶବ୍ଦ ଆସେ। ନହେଲେ ଆପଣ ଦେଖିବେ ଅନେକ ବ୍ୟକ୍ତି ସାଧାରଣ ଚେତନାରେ ଆମେ ଯୋଉମାନେ ରହୁଛନ୍ତି, ଆମେ ଆଗ କହିଦେଲା ପରେ ଭାବୁ, ଆରେ ହେଇ ମୁଁ ଏଇଟା ଏଇଆ କହିଲି, ଏଇଆ ନ କହି ସେୟା କହିଥିଲେ ହେଇଥାନ୍ତା, କାହିଁକି ଏକଥା କହୁଥିଲି, ହଁ ଏଇ କଥାଟା କହିଛି ବଢିଆ ହେଇଛି। ଆମେ ପରେ ଭାବୁ। ଏଠି ଭାବନା ଭାବନା କଥା କିଛି ନାହିଁ। ଏଠି ହଉଛି ସିଧାସଳଖ ଦିବ୍ୟ ଆଦେଶ ଯାହା ଆସିଲା ତାକୁ ମୁଁ ଗ୍ରହଣ କଲି, ତାକୁ ବର୍ତ୍ତମାନ ଶବ୍ଦ ମାଧ୍ୟମରେ କିପରି ପରିପ୍ରକାଶ କରିବି, ସେଇଟା ବର୍ତ୍ତମାନ ପ୍ରଚେଷ୍ଟାର କାମ। ଏବଂ ତାହା ବି କଣ, ଯଦି ସମର୍ପିତ ଭାବ ରହିଲା, ତେବେ ସିଏ ମଧ୍ୟ କୋଉ ଶବ୍ଦ ପ୍ରୟୋଗ ଆପଣ କରିବେ ତାହା ମଧ୍ୟ ଉପଲବ୍ଧି କରିଦେବେ। କିନ୍ତୁ ବୁଝିବା ଲୋକ ଅଲଗା କଥା। ବୁଝିବା ଲୋକ ତାକୁ କେମିତି ବୁଝିବ, କେମିତି ନ ବୁଝିବ, ସେଇଟା ତାର ଚେତନା ଉପରେ ନିର୍ଭର କରେ। କିନ୍ତୁ ସ୍ୱାମୀ ବିବେକାନନ୍ଦଙ୍କୁ ଯେତେବେଳେ ପଚାରିଲେ କିଛି ବ୍ୟକ୍ତି ଯେ ଆପଣ ଯାହା କହୁଛନ୍ତି ଆଉ ଲାଗୁଛି ଯେମିତି ଆପଣଙ୍କ କଣ୍ଠରେ ଦେବୀ ସରସ୍ୱତୀ ସବୁ କହୁଛନ୍ତି, ସିଏ କହିଲେ ଆପଣଙ୍କ ମାନେ ଆମେ ଆମ ଭାଷାରେ କଥା ହଉଛନ୍ତି, ଆକୁରେଟ ତାଙ୍କ ୱାର୍ଡସ ମୁଁ କହୁନି, ତାମାନେ ଦେବୀ ସରସ୍ୱତୀ ମୋ ତୁଣ୍ଡରେ ଯଦି କହିଲେ ତାହା ହଉଛି ଅହୋଭାଗ୍ୟ, କିନ୍ତୁ ମୋ ମନ, ମୋ ମାଇଣ୍ଡ, ଯୋଉ ଆମର ମସ୍ତିଷ୍କ ଅନେକ ସମୟରେ କଣ କରେ ନା ଦେବୀଙ୍କର, ସରସ୍ୱତୀଙ୍କର ଯାହା ସେ ପରିପ୍ରକାଶ କରିବାକୁ ଚାହୁଁଛନ୍ତି ତା ଭିତରେ ଯେମିତି ବାଧା ସୃଷ୍ଟି ନ କରୁ, ସେଇଥିପାଇଁ ମୁଁ ପ୍ରାର୍ଥନା କରିବି। ତାମାନେ ପୂର୍ଣ୍ଣ ବଂଶୀ ଭଳି ପୂର୍ଣ୍ଣ ଉନ୍ମୁକ୍ତ ହେଲେ ହିଁ ସିଏ ଯାହା ଚାହୁଁଛନ୍ତି ତାହା ମୋ ଭିତରେ ପରିପ୍ରକାଶ ହେଇପାରିବ। ନହେଲେ ନିଜର କିଛି ବି ଯଦି କେହି ରଖିଲେ ତେବେ ତାହା ବିକୃତ ହବାଟା ଥୟ। ତାପରେ ଜ୍ଞାନ 265, ପ୍ରଭୁ ଯଦି ତୁମର ଲକ୍ଷ୍ୟ ବୃହତ ହୋଇଥାଏ ମାତ୍ର ସାଧନା ଗୁଡ଼ିକ କ୍ଷୁଦ୍ର ହୋଇ ରହିଥାନ୍ତି, ତେବେ ତଥାପି କର୍ମ କର, କାରଣ କେବଳ କର୍ମ ଦ୍ୱାରା ହିଁ ତୁମ ଲାଗି ସେଗୁଡ଼ିକର ବୃଦ୍ଧି ହୋଇପାରିବ। ଏଇ କର୍ମ ଚାପ୍ଟର ତ ଯଦି ଆଲୋଚନା କରାଯାଏ ବହୁତ ବଡ, ବହୁତ କଥା ଅଛି। ଖାଲି ଯଦି ସର୍ଟରେ ଆମେ ବୁଝିବା, ଏଠି ଯୋଉଟା କହୁଛନ୍ତି ତୁମ ସାଧନା ଯଦି କମ ଅଛି ଠିକ ଅଛି, ସାଧନା ତୀବ୍ର ହବା ପାଇଁ ବାଟ ହଉଛି କର୍ମ କର। ଯେତେବେଳେ ଆପଣ କର୍ମ କରିବେ ସେତେବେଳେ କେତେ ଗୁଡେ କଥା ଘଟିବ। ପ୍ରଥମ କଥା ହବ ଆମ ଭିତରେ ଥିବା ସାମର୍ଥ୍ୟ ଅସାମର୍ଥ୍ୟ ତାକୁ ଆମେ ଜାଣିପାରିବା। କେମିତି ଜାଣିବା ନା ଯେତେବେଳେ କାମ କରିବା ସେତେବେଳେ କଲେକ୍ଟିଭ ୱାର୍କ ହିଁ ହବ। କେତେବେଳେ ମୋର ଇଗୋ ଫ୍ରଣ୍ଟକୁ ଆସିଲାଣି, କେତେବେଳେ ଆଉ କାହାର ଇଗୋ ମୋ ଇଗୋ ସହିତ ଟକରା ଟକରି ହବ, ଇଏ ଯୋଉ ମତ ପାର୍ଥକ୍ୟ ହବ, ମତାନ୍ତର ହବ, କାର୍ଯ୍ୟ କଲା ବେଳେ ଭିନ୍ନ ଭିନ୍ନ ପ୍ରକାରର ବାଟ ଦେଖାଯିବ, କୋଉଟା ମାଙ୍କ ଆଡକୁ ନବ, କୋଉଟା ମାଙ୍କ ଦୂରେଇ ନବ, ଇଏ ସବୁ ଜିନିଷ ଗୁଡାକୁ ଜାଣିବା, ନିଜର ଦୁର୍ବଳତା ଉପରେ ବି ନିୟନ୍ତ୍ରଣ ହାସଲ କରିବା, ତା ଉପରେ ବିଜୟ ହାସଲ କରିବା, ଇଏ ସବୁ ଜିନିଷ ହିଁ ହେଇପାରିବ। ଯଦି ଆପଣ କର୍ମ ନ କରୁଛନ୍ତି ତାହେଲେ ସେଗୁଡାକ ସମ୍ମୁଖକୁ ଆସିବେ ନାହିଁ, ଜଣା ପଡିବ ନାହିଁ ଯେ ସେ ଦୁର୍ବଳତାଟା ମୋ ଭିତରେ ରହିଛି। ତେବେ ରୂପାନ୍ତରିତ ହବ କେମିତି? ରୂପାନ୍ତରିତ ହବାକୁ ହେଲେ ମୋ ଭିତରେ ସମସ୍ତ ଅଂଶ ପୂର୍ଣ୍ଣ ଭାବରେ ମାଙ୍କ ପ୍ରତି ଉନ୍ମୁକ୍ତ ହବା ଦରକାର। ତେଣୁ ସେଠି ଯୋଉ ସ୍ୱାର୍ଥପରତା, ଇଗୋ ଯୋଉ ଭିନ୍ନ ଭିନ୍ନ ୱେରେ ମୋ ଭିତରେ ଆସିଥାଏ, ଏ ସବୁ ଗୁଡାକ ବାହାରକୁ ଆସିବା ଦରକାର।
ଯେତେବେଳେ ଆପଣ କର୍ମ କରିବେ ସେଗୁଡାକ ବାହାରକୁ ଦେଖାଯିବେ, ଆପଣ ଜାଣିପାରିବେ। ତେଣୁ ଯଦି ତୁମର ଲକ୍ଷ୍ୟ ବୃହତ ହେଇଥାଏ, ସେଥିପାଇଁ କହିଲେ ଆମର ଲକ୍ଷ୍ୟ ତ ହଉଛି ଭଗବାନଙ୍କୁ ଅବିକୃତ ଭାବରେ ପରିପ୍ରକାଶ କରିବା। ତେଣୁ ଲକ୍ଷ୍ୟ ତ ବୃହତ। ଯଦି ସେଥିପାଇଁ ମୋର ସାଧନାର୍ଥୀ କମ ଅଛି, ପ୍ରଚେଷ୍ଟା ମୋର କମି ଯାଉଛି, କିନ୍ତୁ କେବଳ ଧ୍ୟାନ ଧାରଣା ଭିତରେ ନ ରହିକିରି ଆମକୁ କର୍ମ କରିବାକୁ ପଡିବ। ଜ୍ଞାନ 266। ଅନୁକୂଳ ସମୟ ଅଥବା ସଫଳତାର ଆଦୌ କୌଣସି ଅପେକ୍ଷା ରଖ ନାହିଁ। ତୁମର ନିଜ ଭୂମିକାଟିକୁ ଅବଶ୍ୟ କରିଯାଅ। ତାହା ତୁମକୁ ବିଫଳ କରାଉ ଅଥବା ସମୃଦ୍ଧି ଆଣିଦେଉ ପଛକେ, ତଥାପି କରିଯାଅ। ଏଠି ଦେଖନ୍ତୁ କେତେ କେତେ ମାନେ ବାଗରେ କେତେ କେତେ ପ୍ରକାରରେ ଆମକୁ ସେ ଗୋଟିଏ ପରେ ଗୋଟିଏ ତଥ୍ୟ ଉପଲବ୍ଧି କରେଇ ଚାଲିଛନ୍ତି। ଏଠି କହିଲେ ଅନୁକୂଳ ସମୟ ଅଥବା ସଫଳତାର ଆଦୌ କୌଣସି ଅପେକ୍ଷା ରଖ ନାହିଁ। ହଁ, ସମୟ ଆସିଲେ, ଅନୁକୂଳ ସମୟ ଆସିଲେ ମୋର ସବୁ ଠିକ ହେଇଯିବ, ସେମିତି କିଛି ଯଦି ରଖିଥିବେ କେବେ ବି ଅନୁକୂଳ ସମୟ ଆସିବ ନାହିଁ। ତେଣୁ କଣ କର, ଆମର ଯୋଉ ଦାୟିତ୍ୱ, ଯୋଉ କର୍ତ୍ତବ୍ୟ, ଯୋଉ ମୋର ଯୋଉ ଆଶ୍ରୟ କରିବାର ଅଛି, ଯୋଉ କର୍ମ କରିବାର ଅଛି, ତା କରିଚାଲ। କରିଚାଲିଲେ କଣ ହବ ନା, ମାଙ୍କ ସହିତ ଆମର ସଂଯୁକ୍ତ ବଢିଯିବ। ସଂଯୁକ୍ତତା ଯେତେ ବଢିଯିବ, ମାଙ୍କର ଉପସ୍ଥିତି ଯେତେ ମୋର ନିକଟତର ହେଇକି ଯେତେ ନିରନ୍ତର ହବ, ତାହେଲେ କଣ ହବ, ମୋ ଭିତରେ ଯୋଉ ସାମର୍ଥ୍ୟ ଅଛି, ଯୋଉ ଅସାମର୍ଥ୍ୟ ଅଛି, ଏ ସବୁ ଗୁଡାକ ମାଙ୍କ ଆଲୋକରେ ଆଲୋକିତ ହବ। ହେଲେ କଣ ହବ, ସାମର୍ଥ୍ୟ ଗୁଡିକ ବୃଦ୍ଧି ପାଇବ, ଅସାମର୍ଥ୍ୟ ଓ ଦୁର୍ବଳତା ରୋଗ ଗୁଡାକ ଉପରେ ଆମର ନିୟନ୍ତ୍ରଣ ହାସଲ ଆସିବ। ତେଣୁ ସିଏ ଆମର କାର୍ଯ୍ୟ କଲା ବେଳେ ତାହା ଆମକୁ ସଫଳତା ଦଉ କିମ୍ବା ବିଫଳତା ଦଉ, କର୍ମ ନିଶ୍ଚୟ କରିବା, କରିଚାଲିବା। ଆଦୌ ଅପେକ୍ଷା କରିବା ନାହିଁ ଯେ ଭଲ ସମୟ ଆସିଲେ ଯାଇକି ମୁଁ କାମ କରିବି, ସେମିତି ଅପେକ୍ଷା କରିବା ନାହିଁ। ଏଇଟା କହିଲେ ଜ୍ଞାନ 266ରେ। ତାପରେ ଜ୍ଞାନ 267। ଜ୍ଞାନ 267ରେ କହୁଛନ୍ତି, ଈଶ୍ୱରଙ୍କର ଆଦେଶ ହୁଏତ 3ଟି ଭିନ୍ନ ଭିନ୍ନ ରୂପରେ ଆସିପାରେ। ତୁମର ସ୍ୱଭାବ ମଧ୍ୟରେ ଥିବା ଇଚ୍ଛା ଶକ୍ତି ଏବଂ ବିଶ୍ୱାସ ରୂପରେ ଆସିପାରେ। ତୁମର ହୃଦୟ ତଥା ମସ୍ତିଷ୍କ ଏକମତ ହୋଇପାରିଥିବା ତୁମର ଆଦର୍ଶ ରୂପରେ ଆସିପାରେ ଏବଂ ସ୍ୱୟଂ ପରମେଶ୍ୱର ଅଥବା ତାଙ୍କର କୌଣସି ଦେବଦୂତଙ୍କର ସନ୍ଦେଶ ମାଧ୍ୟମରେ ମଧ୍ୟ ଆସିପାରେ। ଆମେ ଈଶ୍ୱରଙ୍କ କଥା ଯୋଉ ଆମେ କହୁ, କେତେ ଜଣ ଲୋକ ଯେତେବେଳେ ଟାହି ଟାପରା କରନ୍ତି, ସେତେବେଳେ କହନ୍ତି, ହଁ ତତେ ଆସିକି ଭଗବାନ ତ କାନରେ କହିଦେଇ ଯିବେ ନା। ଇଏ ସବୁ ଟାହି ଟାପରା କରନ୍ତି। ଯେତେବେଳେ ଜଣେ ନିଷ୍ଠାପର ଭାବରେ ପ୍ରଶ୍ନ ତା ଭିତରେ ଉଙ୍କି ମାରେ ଏବଂ ସିଏ ଯେତେବେଳେ ମାଙ୍କ ପାଖରେ ନିବେଦନ କରିଦିଏ, ତାହା ସମର୍ପିତ ହେଇଯାଏ, ଯେତେବେଳେ ସେ ନିବେଦନ କରିଦେଲା, ସେତେବେଳେ ତାକୁ ଉତ୍ତର ନିଶ୍ଚୟ ଆସେ। ଦେଖନ୍ତୁ, ଆମର ଚେତନାର ସ୍ଥିତି ଅନୁସାରେ ଉତ୍ତରକୁ ବୁଝିବା, କାର୍ଯ୍ୟରେ ପରିଣତ କରିବା, ତାହା ଆମ ଚେତନାର ସ୍ଥିତି ଉପରେ ନିର୍ଭର କରେ। କିନ୍ତୁ ଯେତେବେଳେ ଆମେ ନିଷ୍ଠାପର ଭାବରେ ତାଙ୍କ ପାଖରେ ପ୍ରାର୍ଥନା କରିଛନ୍ତି, ତାଙ୍କୁ ଜଣେଇ ଦେଇଛନ୍ତି, ତାହା ସ୍ଥୂଳ ଭାବରେ କାଗଜ ଲେଖିକି ହଉ ବା ମାନେ କଣ, ନିଜେ ସ୍ୱତୋକ୍ତି ଭାବରେ ମାଙ୍କ ଫଟୋ ପାଖରେ ବା ସମାଧି ପାଖରେ ଆପଣ ଯଦି ମୁହଁରେ କହୁଛନ୍ତି କିମ୍ବା ବସିକରି ସେଇଠୁ କହିଦେଲେ ନିରବରେ, ଯେମିତି ବି କୁହନ୍ତୁ, ଯଦି ନିଷ୍ଠାପର ଭାବରେ ତାଙ୍କ ପାଖରେ ଆପଣ ପ୍ରାର୍ଥନା ରଖିଛନ୍ତି, ତେବେ ତାହାର ଉତ୍ତର ନିଶ୍ଚୟ ଆସେ। କେମିତି ଉତ୍ତର ଆସେ ତାହା ଏଠି ପ୍ରଭୁ ଲେଖୁଛନ୍ତି, 3ଟି ଉପାୟରେ ଆସେ। ଗୋଟିଏ ହଉଛି କଣ, ସିଧାସଳଖ ଯେ ସ୍ୱୟଂ ପରମେଶ୍ୱର କିମ୍ବା ତାଙ୍କର କୌଣସି ଦେବଦୂତଙ୍କର ସନ୍ଦେଶ ମାଧ୍ୟମରେ ଆସିପାରେ। ତା ପୂର୍ବରୁ କହିଲେ ଯେ ଆମର ହୃଦୟ ଭିତରେ ଆମେ ଗୋଟେ ଆଦର୍ଶ ଗ୍ରହଣ କରିଛନ୍ତି, ମସ୍ତିଷ୍କରେ ହୃଦୟ ଆଉ ମସ୍ତିଷ୍କ ଏକାଠି ହେଇକି ଗୋଟିଏ ଆଦର୍ଶ ପ୍ରତି
ସମ୍ମତି ହେଇଛନ୍ତି। କାହିଁକି ନା ବେଳେ ବେଳେ ମୁଣ୍ଡ ଗୋଟେ କଥା କହେ, ହୃଦୟ ଆଉ ଗୋଟେ କଥା କହେ। ଦୁଇଟି ଯାକ ଏକମତ ହେଇକି ଯୋଉ ଆଦର୍ଶକୁ ଗ୍ରହଣ କରିଛନ୍ତି ସେଇ ଆଦର୍ଶ ରୂପରେ ବି ସେ ଆସିପାରେ। ପ୍ରେରଣା ଆସିବ, କିମ୍ବା ଆଉ ଗୋଟେ ପ୍ରଥମେ କହିଲେ ଆମର ସ୍ୱଭାବ ଅନୁସାରେ ଆମ ଭିତରେ ରହିଥିବା ଇଚ୍ଛା ଶକ୍ତି ଆଉ ବିଶ୍ୱାସ ରୂପରେ ଆସିପାରେ। ମୋ ଇଚ୍ଛା ଶକ୍ତିରୁ ସେ କଣ ହବ ନା ସିଏ ଗୋଟେ ଉତ୍ତର କହିବ, ନିଶ୍ଚୟ ହଁ ପାରିବି, ନା ପାରିବି ନାହିଁ, ଏମିତି ହବ ସେମିତି ହବ। ଯେତେବେଳେ ଗୁଡାଏ ଦ୍ୱନ୍ଦ୍ୱ ଆସେ ତା ଭିତରେ ମୋ ଭିତରେ ଯୋଉ ଯଦି ଟିକେ ଅଳ୍ପ ଟିକେ ବି କନସେନ୍ଟ୍ରେଟ ହେଇଥିବି, ତେବେ ମୋର ଯୋଉ ନିଜସ୍ୱ ଇଚ୍ଛା ଶକ୍ତି ରହିଥାଏ ସିଏ ଗୋଟେ କାର୍ଯ୍ୟ ଆଡକୁ ନିର୍ଦ୍ଦେଶ କରେ। ଯଦି ଆପଣ ସ୍ୱାର୍ଥ କୈନ୍ଦ୍ରିକ ହେଇନଥିବେ, ଯଦି ଆପଣ ଅହଂ ଦ୍ୱାରା ପରିଚାଳିତ ହେଉନଥିବେ, ତାହେଲେ ଏଇ ଶବ୍ଦ ଗୁଡିକ, ଏଇ ଭାଷ୍ୟ ଗୁଡାକ ଆମେ କାନରେ ଶୁଭାଯିବ, ନହେଲେ ଶୁଭାଯିବ। କାହିଁ ଶୁଭାଯିବନି? ଆମେ ନିଜେ ଯେତେବେଳେ ତାକୁ ଗୁରୁତ୍ୱ ଦେଇନାହାନ୍ତି ଏବଂ ବାହାରେ ଚବର ଚବର ହଉଛନ୍ତି, ଅନେକ ଗୁଡେ ବିଚାର କରୁଛନ୍ତି, ତର୍କ କରୁଛନ୍ତି, ସେତେବେଳେ ସିଏ ଶୁଣିପାରେ ନାହିଁ। କାହିଁକିନା ଯେମିତି ପାଣି ଚହଲି ଗଲା, ତେବେ ତା ଭିତରେ ଆଉ ଦେଖାଯିବ କେମିତି? ତେଣୁ ପାଣିଟାକୁ ନୀରବ ରହିବାକୁ ପଡିବ, ଯୋଉଟା ପୂର୍ବରୁ ଆଗରୁ କହିଥିଲେ, ମନ ଆମକୁ ନୀରବ ରଖିବାକୁ ପଡିବ। ତାହେଲେ କଣ ହବ? ମୋ ଭିତରେ ମାଙ୍କ ପ୍ରତି ଯୋଉ ବିଶ୍ୱାସ, ଯୋଉ ଇଚ୍ଛା ଶକ୍ତି ରହିଛି, ସେଇଠି ଉତ୍ତର ଆସିବ। କିମ୍ବା ଯୋଉ ଆଦର୍ଶ ମୁଁ ଗ୍ରହଣ କରିଛି, ନା ନା ଏଇଟା ଆଦର୍ଶ ଅନୁକୂଳ ନୁହଁ, ଏଇ ଉତ୍ତରଟି ନିଜ ଭିତରେ ଆସିବ। ସିଏ କହିଦବ ଯଦି ଆଦର୍ଶକୁ ଆପଣ ଯୋଉ ଆଦର୍ଶକୁ ଗୁରୁତର କରି ରଖିଛନ୍ତି ବା ଗୁରୁତ୍ୱପୂର୍ଣ୍ଣ ବୋଲି ନିଜେ ତାକୁ ସେତିକି, ତାକୁ ଆପଣ କୁହନ୍ତୁ ମନ ଦେଇଛନ୍ତି କୁହନ୍ତୁ, ବା ଗ୍ରହଣ କରିଛନ୍ତି ବୋଲି କୁହନ୍ତୁ, ଯାହାକୁ କୁହନ୍ତୁ, ସେଇଟା ହିଁ ଆଲୋଚନାର ବିଶେଷ। ତାପରେ କହୁଛନ୍ତି ସେଥିରେ ଆଉ ଥରେ କହିଦଉଛି, ଏକରେ କହିଲେ ନିଜର ଇଚ୍ଛା ଶକ୍ତି ଆଉ ବିଶ୍ୱାସ ରୂପରେ, ଦୁଇରେ କହିଲେ ଆମ ହୃଦୟ ତଥା ମସ୍ତିଷ୍କ ଏକ ମତ ହୋଇପାରିଥିବା ଆଦର୍ଶ ଉପରେ, ତୃତୀୟଟା କହିଲେ ସ୍ୱୟଂ ପରମେଶ୍ୱର ନିଜେ କିମ୍ବା ତାଙ୍କ ଦେବଦୂତଙ୍କର ଆଦେଶ ଆକାରରେ ଆସେ। ଏଠି ଗୋଟେ କଥା ମନେ ପଡୁଛି, ଖାଲି ସେତିକି କହିଦେଇ ଆମେ ସାରିବା, ଯେ ବେଳେ 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 ଅନେକ ଘଟଣା ଘଟେ ଯୋଉଟା ଆମେ ଜାଣିନଥାଉ, ପରମେଶ୍ୱର କରେଇ ନିଅନ୍ତି କାମ। ହଠାତ୍ ଜଣେ ବ୍ୟକ୍ତି କହିଲେ ତାଙ୍କର ସେଠି କଣ ହଉଥିଲା, ତାଙ୍କର ଗୋଟେ ପ୍ରଶ୍ନ ଉଠିଥିଲା। ଆଶ୍ରମରେ ଆମର ଗୋଟେ ଜଣେ ପିଲା ପଢୁଛନ୍ତି, ସିଏ ଆକ୍ଚୁଆଲି ଘରକୁ ଆସିଛନ୍ତି ଛୁଟିରେ ଘରକୁ ଆସିଛନ୍ତି। ଯିବା ପାଇଁ ଯୋଉଦିନ ବିଦ୍ୟାଳୟ ଖୋଲିବ, ଯୋଉ ତାପରେ ଫିଜିକାଲ ଆକ୍ଟିଭିଟି ସବୁ ଥାଏ, ଆରମ୍ଭ ହୁଏ, ପ୍ଲେ ଗ୍ରାଉଣ୍ଡ ତ ଆରମ୍ଭ ହବ, ସେଇ ଦିନରେ ପୂର୍ବରୁ ଯାଇ ପହଞ୍ଚିବା ପାଇଁ ଯିବ କି ନା? କିଏ କହୁଛନ୍ତି ଯେ ନା ନା କାହିଁକି ମିସ୍ କରିବ, ଯିବା ଉଚିତ। ସିଏ ଆଉ ତାଙ୍କ ପରିବାର ଲୋକ କହୁଛନ୍ତି ଯୋଉ ଆଉ ଗୋଟେ କାରଣକୁ ଦେଖି ଏଇ କାରଣ ସକାଶେ ଗୋଟାଏ ଦିନ ରହିଯାଉ, ନେକ୍ସଟ ଦିନ ଯିବ। ଆଉ ଏଇ ସମୟ ଭିତରେ ତାଙ୍କର ଦିଟା ଯାକ ତାଙ୍କୁ ଲାଗୁଛି ଗୁରୁତ୍ୱପୂର୍ଣ୍ଣ, କାହାକୁ ପ୍ରାୟୋରିଟି ଦେବେ? ଆଶ୍ରମର ନିୟମ ନା ଏପଟରେ ଯୋଉ କାର୍ଯ୍ୟଟି ରହିଛି ତାକୁ ପ୍ରାୟୋରିଟି ଦେବେ? ଗୋଟାଏ ଦିନ ବିଳମ୍ବ ହେଇଗଲେ ବି ସେମିତି ମାନେ କଥା ଆଲୋଚନା, ସେମିତି ତ କିଛି ବେଶୀ ଗୋଟାଏ ବିଳମ୍ବ ହେଇଯାଉନି, ଏତେ ଦିନ ଧରି ତ ରହିନି। ଠିକ ସେଇ ସମୟରେ ଗୋଟେ ମେସେଜ ପହଞ୍ଚିବ। କଥାଟି ହଉଛି ସେଇଦିନ ଗୋଟେ ପଢୁଥିଲୁ, ମାମୁଁ ଅନେକ ସମୟରେ ବାରମ୍ବାର କୁହନ୍ତି ତମେ ଯେତେବେଳେ ପଢୁଛ, ଯୋଉଟା ତମକୁ ଭଲ ଲାଗୁଛି ତାକୁ ଗୋଟେ ଡାଏରୀରେ, ଗୋଟେ କାଗଜରେ ଲେଖିଦିଅ। ଗୋଟେ ଲାଇନ ହଉ, ଦିଟା ଲାଇନ ହଉ, ସିଏ ପଢୁ ପଢୁ କାହିଁକି କେଜାଣି ସେଇ ଗୋଟାଏ ଲାଇନ ଯୋଉ କୋଶ୍ଚିନ୍, ସେ ଏକ୍ଜାକ୍ଟଲି କୋଶ୍ଚିନ୍ ଜଣେ ପଚାରିଛି ମାଙ୍କୁ, ଆଶ୍ରମରେ ସେ ଘରକୁ ଯାଇଛି, ସିଏ ଫେରିବ କି ନାହିଁ ବୋଲି, ଏକ୍ଜାକ୍ଟଲି ସେଇ କୋଶ୍ଚିନ୍ ସେଇ ଆନ୍ସର ଟା କାହିଁକି କେଜାଣି ତାକୁ ପଢିଲା ବେଳେ ମୁଁ ପୋଷ୍ଟ କରିଦେବି, ଏବଂ ସେ ଠିକ ଆଲୋଚନା ବେଳେ ଏଇ ମେସେଜ ଟା ତାଙ୍କର ବାଜିଲା, ଟୁଙ୍ଗ ଟୁଙ୍ଗ। ସିଏ ଖୋଲିଦେଲେ, ଟିକେ ଦେଖିଲା ବେଳକୁ ମାଙ୍କ ମେସେଜ ସିଧାସଳଖ, ଯୋଉଟା ଥିଲା ଖାଲି କପି ପେଷ୍ଟ ମାରିଛି ମୁଁ।
ସେ କହିଲେ ଦେଖ ମା ତ ସିଧାସଳଖ ପ୍ରଶ୍ନ ଦେଲେ ଏବଂ ଉତ୍ତର ବି ଦେଲେ, ପୁରା ପ୍ରଶ୍ନ ସହିତ ଉତ୍ତର ଆଜ ଇଟ ଇଜ ପହଞ୍ଚିଲା। ତେଣୁ ପରମେଶ୍ୱର କେମିତି ପହଞ୍ଚେଇବେ ସେଟା ତାଙ୍କର ଦାୟିତ୍ୱ। ତେଣୁ ସେଠି ପରମେଶ୍ୱର ନିଜେ ଆସନ୍ତୁ କିମ୍ବା ତାଙ୍କର ଦିବ୍ୟ ଦେବଦୂତଙ୍କର ସନ୍ଦେଶ ମାଧ୍ୟମରେ ମଧ୍ୟ ସେ ଆସିପାରେ। ତେଣୁ ଆମ ପୂର୍ଣ୍ଣ ସମର୍ପିତ ହେବା ପାଇଁ ପ୍ରଯତ୍ନ କରିବା, ଆଶୁଆ ରଖିବା। ମା ମୋତେ ପରିଚାଳିତ କରନ୍ତୁ, ଚୈତ୍ୟ ସତା ମୋର ସମ୍ମୁଖକୁ ଆସୁ, ଚୈତ୍ୟ ସତା ମୋତେ ପରିଚାଳିତ କରୁ। ମା, ଥ୍ୟାଙ୍କ ୟୁ ଅଲ୍। ହର ହର।